ହଁ କିଏ କହୁଥିଲେ? କମଳିନୀ ମ୍ୟାଡାମ କହୁଥିଲେ ପୁବୁସାଇ ହାଇସ୍କୁଲ ଟିଚର? ଆଜ୍ଞା କୁହନ୍ତୁ। ହଁ ମୁଁ ସତ୍ୟନାରାୟଣ ଦାସ କହୁଥିଲି ଜର୍ଣ୍ଣାଲିଷ୍ଟ ଏମବିଏସ୍ ଟିଭି ଖୋର୍ଦ୍ଧା। ହଁ କହୁନାହାନ୍ତି। ଆପଣ ଗୋଟେ ଅଭିଯୋଗ ଆସିଛି ଋତୁପର୍ଣ୍ଣା ବେହେରା, ତାକୁ ଆପଣ ବାଡେଇଛନ୍ତି ଆଜି। ହଁ କାହିଁ ବାଡେଇଲେ? ସରକାର ତ କହୁଛି ପିଲାଙ୍କୁ ବାଡେଇବେନି, ଆପଣ ଦଣ୍ଡମୁକ୍ତ ଅଞ୍ଚଳ। ମୁଁ ଦେଖନ୍ତୁ ମୁଁ ତ କେମିତି ଜୋରରେ ବାଡେଇନି, ମୁଁ ତ ଆସ୍କାରେ ବାଡେଇଛି। ନାଇଁ ପାଟି କରୁଥିଲା ବୋଲି ପାର୍ଟି କରୁଥିଲେ ଆପଣ ଭଲ ଭାବରେ ଜାଣିଛନ୍ତି ଦଣ୍ଡମୁକ୍ତ ଅଞ୍ଚଳ ସ୍କୁଲରେ ପିଲାଙ୍କୁ ବେତରେ ବାଡାଯାଏ। ଆପଣ ବେତରେ ବାଡେଇଛନ୍ତି, ପିଲାର ଆଘାତ ହେଇଛି, ଏଞ୍ଜର୍ଡ ହେଇଛି ପିଲା। ନାଇଁ ତ ସିଏ ତ ମତେ କିଛି କହିନି। ସିଏ କହିବ କଣ, ତ ଲୋଳା ଫାଟି ଯାଇଛି, ସେ ଅଭିଯୋଗଟା ଆସିଲା ବୋଲି ମୁଁ ଆପଣଙ୍କୁ ପଚାରୁଛି। ମୁଁ ତାକୁ ଏତେ ଜୋରେ ବି ବାଡେଇନି ତ, ସେ ତ କିଛି ମତେ କହିନି କାହିଁକି ନା ଆମର ଏମିତି ହେଇଛି। ଆପଣ ବାଡେଇଲେ କାହିଁକି? କୋଉ ଗାଇଡଲାଇନ ଆପଣ ବାଡେଇଲେ ପିଲାଙ୍କୁ? ବାଡେଇଲି କଣ, ମୁଁ କଣ ତାକୁ ଜୋରେ ବାଡେଇଛି କି ମାନେ ଜୋରେ ଆପଣ ବାଡେଇବାକୁ କିଏ କହିଲେ? ଆପଣଙ୍କୁ ବାଡେଇବାକୁ ହେଡମାଷ୍ଟର କହିଲେ ନା କିଏ କହିଲେ, ନା ଡିଓ କହିଲେ, ନା କିଏ କହିଲେ ପିଲାଙ୍କୁ ବାଡା ଯିବ? କିଛି ଅସୁବିଧା ନାହିଁ। ଆପଣ ଜାଣିଛନ୍ତି ଦଣ୍ଡମୁକ୍ତ ସ୍କୁଲ, ଆପଣ ନିଜେ ଜାଣିଥିବେ ଏଇଟା ଦଣ୍ଡମୁକ୍ତ ଏରିଆରେ ପିଲାଙ୍କୁ ବାଡାଯାଏ ନାହିଁ। ଦେଖନ୍ତୁ ଆପଣ ଯାହା କହିବାର ଅଛି ମତେ ଯୋଉ ହେଡମାଷ୍ଟରଙ୍କୁ କହିବେ ଯୋଉ ସ୍କୁଲରେ ଆସିକି।